तो चलो आज स्टार्ट करवा फिले संधि चैप्टर टी। तो ये आम कौन जाना स्वर संधि कौन व्यंजन संधि कौन आ स्वर संधि कहले कौन आम बुझा प्रथम प्रथम जाना संधि क्या कहुए। तो चलिए आज स्टार्ट करवा संधि क्या कहुए। क्या कहुए परस्पर सन्निहित पूर्वपदर शेष वर्ण पूर्वपदर कौन शेष वर्ण और परपदर प्रथम वर्णर मिलन को संधि कहुए। अर्थात परस्पर सन्निहित पूर्वपदर शेष वर्ण गोटे पद अच्छी शेष वर्ण कहले शेष अक्षर और परपदर प्रथम वर्णर मिलन को कौन कहुए ना संधि कहुए। जेमिति आमे देखिबा प्रथम एक लिखाई देखिपार हिमालय हिमालय पर्वत भारत वर्षर उत्तर दिगरे अवस्थित। एठारे हिमालय किपरि गठन होई चल देखिबा हिम जोग आलय एठारे देखुथिबो प्रथम पद पूर्व पद होची हिम यार शेष वर्ण अक्षर होची म एवं परपद जोटा कि आलय ये परपदर प्रथम वर्ण होची कौन आ। तो ये दुईटी वर्णर मिश्रण रे कौन है गोटे पद सृष्टि होई है गोटे पद सृष्टि है गोटे। तो यह को कौन कह मिलन को संधि कहुए। तो जानिला संधि क्या कहुए ठीक से पूरी देवर्षि देव जुग ऋषि बहुची कौन प्रथम पदर पूर्व पदर शेष वर्ण एवं ऋषिटी हूँ परपदर रुटा है प्रथम वर्ण यह मिलन को कौन कहवा संधि कहुए। ठीक सेमिति जगदीश्वर जगत जोग ईश्वर जगज्जनन सॉरी जगज्जन अर्थात जगत जोग जन पुणी ब्रह्मर्षि ब्रह्मजुग ऋषि ठीक से पूरी सदाचार सतजोग आचार ये देखिपारे निर्गत निजोगत निर्गत निरंतर निजोग अंतर निरंतर देखिले केमिटी संधि होची। चलो आग को बढ़ा स्वर संधि कौन जाना स्वर संधि क्या कहवा। तो चलो स्टार्ट करवा ऋषि कंबलासन बसी कौटी बसी कंबलासन बसी रवींद्र घर को जाऊँगी कंबल जोग आसन यह हूँ गोटे पद अर्थात शब्द केमिति सृष्टि है कंबल जोग आसन ल हूँ प्रथम पदर शेष वर्ण एवं आसन हूँ परपदर आटा है प्रथम वर्ण यार जो मिलन है यह संधि कहुए। तो ल जोग अ एथारे भल से बुझा कंबल ल ल कहले जाए ल केमिति ल जुग आम जानी ल तो अशुभुची कौन स्वर ध्वनि अच्छी अ कंबल पर पद कौन अच्छी आ। तो ये अ जुग आ मिसेक कौन हो आ सृष्टि होवं ल रे सेटा मात्रा भाव कौन लिपिबद्ध करा जायछि तेणु कंबलासन होइछि। आग को बढ़ा एथिरो जानिले जे आमे
ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବର୍ଣ୍ଣ କ'ଣ? ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ସ୍ୱରବର୍ଣ୍ଣ, ଶେଷରେ କ'ଣ ରହିବ? ସ୍ୱରବର୍ଣ୍ଣ ସହିତ ପରପଦର ଯେଉଁ ପ୍ରଥମ ସ୍ୱରବର୍ଣ୍ଣ ମିଳନକୁ ସ୍ୱର ସନ୍ଧି କୁହାଯାଏ। ଏହାକୁ ନୋଟ୍ କରିବେ ପିଲେ, ଏହା ଏକ୍ଜାମ୍ରେ ଆସିଥାଏ, ଅଲ୍ କମ୍ପିଟେଟିଭ୍ ଏକ୍ଜାମ୍ ଏବଂ ଏହା ଆଉ ଡିଷ୍ଟ୍ରିକ୍ଟ କନଷ୍ଟେବଲ୍ ହେଉ ବା OTSSC OSSC ସବୁ ଏକ୍ଜାମ୍ରେ ଆସିଥାଏ। ଆପଣଙ୍କ ବିଏଡ଼୍ରେ ମଧ୍ୟ ଆସିଥାଏ, ଓଡ଼ିଶା ଷ୍ଟେଟ୍ ବିଏଡ଼୍। ତ ସ୍ୱର ସନ୍ଧି କାହାକୁ କହିବା ଜାଣିଲ? ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ୱରବର୍ଣ୍ଣ ହେଲା, ପୂର୍ବପଦର ଶେଷରେ କ'ଣ ରହିବ? ସ୍ୱରବର୍ଣ୍ଣ ସହିତ ପରପଦରେ ପୁଣି ପ୍ରଥମ ଯେଉଁ ବର୍ଣ୍ଣ ଥିବ ତାହା ସ୍ୱରବର୍ଣ୍ଣର ମିଳନକୁ ଯେଉଁ ସ୍ୱର ସନ୍ଧି ହୁଏ ତାହାକୁ ସ୍ୱର ସନ୍ଧି କୁହାଯାଏ। ଆମେ ସନ୍ଧି କାହାକୁ କୁହାଯାଏ ଜାଣିଲା? ସନ୍ଧି କାହାକୁ କହିବା? ଯାହା ଗୋଟିଏ ପ୍ରଥମ ପଦର ଶେଷ ବର୍ଣ୍ଣ ଏବଂ ପରପଦର ପ୍ରଥମ ବର୍ଣ୍ଣକୁ କ'ଣ କହିବା? ସନ୍ଧି। ଏବଂ ସ୍ୱର ସନ୍ଧି କାହାକୁ କହିବା? ପ୍ରଥମ ପଦର ଶେଷ ବର୍ଣ୍ଣଟା ସ୍ୱର ଥିବ, କ'ଣ? ସ୍ୱର ବର୍ଣ୍ଣ ଥିବ ଏବଂ ପରପଦର ପ୍ରଥମ ବର୍ଣ୍ଣ ସ୍ୱର ବର୍ଣ୍ଣ ଥିବ ଏବଂ ଏଇ ଦୁଇଟି ଯେଉଁ ସ୍ୱର ବର୍ଣ୍ଣର ମିଳନ ହେଲା ଏହାକୁ ସ୍ୱର ସନ୍ଧି କୁହାଯାଏ। ଚାଲ ଦେଖିବା ଉଦାହରଣ ସ୍ୱରୂପ ଅ ଯୁଗ ଅ ମିଶିକି କ'ଣ ହୁଏ? ଆ ହୁଏ। ଦେଖିଲ, ଦେବ ଯୁଗ ଅସୁର, ଦେବାସୁର, ଦେବ ଯୁଗ ଅସୁର। ବରେ କ'ଣ ଶୁଭୁଛି? ସ୍ୱର ଧ୍ୱନି ଆସୁଛି ଅ ଏବଂ ଯୋଗ ଅସୁର। ତ ଏଇ ଦେବ ବରେ ଯେଉଁ ଅର ସ୍ୱର ଉଚ୍ଚାରଣ ହେଲା, ପ୍ରଥମ ବର୍ଣ୍ଣର ଏଇ ପଦର ପ୍ରଥମ ପଦର କ'ଣ ହେଲା ନା ଶେଷ ବର୍ଣ୍ଣ ଅ ସ୍ୱର ଉଚ୍ଚାରଣ ଅଛି। ଏହାର ଅର୍ଥ ବ କହିଲେ ଅ, ବ ଯୁଗ ଅ ସମାନ ବ। ପରେ ପରପଦର ପ୍ରଥମ ବର୍ଣ୍ଣ ଅ, ତ ଏଇ ଦୁଇଟି କ'ଣ ହେଲା? ସ୍ୱର ବର୍ଣ୍ଣ ଅଟେ। ତେଣୁ ଦେବ ଯୁଗ ଅସୁର, ଦେବାସୁର। ଠିକ୍ ସେହିପରି ଦେବ ଯୁଗ ଅସୁର, ଦେବାସୁର, ଶ୍ୱେତ ଯୁଗ ଅମ୍ବର, ଶ୍ୱେତାମ୍ବର, ନୀଳ ଯୁଗ ଅଚଳ, ଗ୍ରାମ ଯୁଗ ଅଞ୍ଚଳ, ଗ୍ରାମାଞ୍ଚଳ, ଅସ୍ତ ଯୁଗ ଅଚଳ, ଅସ୍ତାଚଳ। ତ ଅ ଯୁଗ ଅ ମିଶିକି କ'ଣ ହୋଇଥାଏ? ଆ ହୋଇଥାଏ। ଆଗକୁ ବଢ଼ିବା, ଅ ଆଉ ଆ ମିଶି ମଧ୍ୟ ଆ ହୋଇଥାଏ। ସିଂହ ଯୁଗ ଆସନ, ସିଂହାସନ ହେଲା। ତ ଆପଣ ଏଥିରୁ ଭଲସେ ଜାଣିପାରୁଥିବେ ଯେ ଏହା କ'ଣ? ଗୁଣ ଯୁଗ ଆକାର, ଗୁଣାକାର, ଉଚ୍ଚ ଯୁଗ ଆସନ, ଉଚ୍ଚାସନ। ପୁଣି ଆ ଯୁଗ ଅ ମିଶିକି ବି ଆ ହିଁ ହୋଇଥାଏ। ତ ଏଥିରୁ କ'ଣ ଜାଣିଲେ? ଚିତା ଯୁଗ ନଲ, ଚିତାନଲ, ସୁଧା ଯୁଗ ଅଂଶୁ, ସୁଧାଂଶୁ। ଆଉ ଆ ମିଶି ମଧ୍ୟ ଆ ହୋଇଥାଏ। ବିଦ୍ୟା ଯୁଗ ଆଲୟ, ବିଦ୍ୟାଳୟ, ସୁଧା ଯୁଗ ଆକର, ସୁଧାକର। ଉପର ଆଲୋଚନାରୁ ଆମେ ଜାଣିଲେ ଯେ ଅ ବା ଆ ପରେ ଅ ବା ଆ ଥିଲେ ଦୁହେଁ ମିଶି ଆ ହୁଅନ୍ତି। ଏହା କନଫର୍ମ ହୋଇଗଲେ ଏହାକୁ ନୋଟ୍ କରିକି ରଖିବେ, ଏହା ଇମ୍ପୋର୍ଟାଣ୍ଟ, ଏହା ମନେ ରଖିବାର ଅଛି। ଆପଣ ଜାଣିବେ ଯେ ସ୍ୱର ସନ୍ଧି ଚେକ୍ କଲାବେଳେ କ'ଣ ନା ଅ ବା ଆ ପରେ ଅ ବା ଆ ଥିଲେ ଦୁହେଁ ମିଶି ଆ ହୁଅନ୍ତି, ତାହେଲେ ଜାଣିଯିବେ ଏହା ସ୍ୱର ସନ୍ଧି। ତ କେମିତି ସ୍ୱର ସନ୍ଧି ଚିହ୍ନିବେ ଜାଣିଲେ? ଚାଲ ଆଗକୁ ବଢ଼ିବା। ଏବେ ଜାଣିବା ଇ। ତାଠୁ ପ୍ରଥମେ ଆମେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଟିକେ ଦେଖିଦେବା। ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ଏ ଜାଗାରେ ହର୍ଷେଇ ବା ଦୀର୍ଘେଇ ପରେ ହର୍ଷେଇ ବା ଦୀର୍ଘେଇ ଥିଲେ ଦୁହେଁ ମିଶି ଦୀର୍ଘେଇ ହୁଅନ୍ତି। ଏହା ହେଉଛି ସ୍ୱର ସନ୍ଧି। ଆମେ କେବଳ ଏବେ ସ୍ୱର ସନ୍ଧି ପଢ଼ୁଛୁ, ବ୍ୟଞ୍ଜନ ସନ୍ଧି ନାହିଁ ହେଲା। ଏବେ ସ୍ୱର ସନ୍ଧି, ଏଇ ଚ୍ୟାପ୍ଟରରେ ଆମେ ସ୍ୱର ସନ୍ଧି କମ୍ପ୍ଲିଟ୍ କରିବା। ଚାଲ, ଯେଉଁ ହର୍ଷେଇ ବା ଦୀର୍ଘେଇ ପରେ କ'ଣ? ହର୍ଷେଇ ବା ଦୀର୍ଘେଇ ଥିଲେ ଦୁହେଁ ମିଶି ଦୀର୍ଘେଇ ହୁଅନ୍ତି। ଉଦାହରଣ ସ୍ୱରୂପ ହର୍ଷେଇ ଯୁଗ ହର୍ଷେଇ ଦୀର୍ଘେଇ, ଯେମିତିକି ଯତି ଯୋଗ ଇନ୍ଦ୍ର, ଯତୀନ୍ଦ୍ର। ଆମେ କ'ଣ ଜାଣିଥିଲା? ହର୍ଷେଇ ଆଉ ହର୍ଷେଇ ମିଶିକି ଏ ଦୁଇଟି ସ୍ୱର ବର୍ଣ୍ଣର ମିଳନରେ ଦୀର୍ଘେଇ ହେବ, ହର୍ଷେଇ ଆଉ ହର୍ଷେଇ। ତ ଯତି ତରେ କ'ଣ ଅଛି? ହ
ହର୍ଷେଇ ମାତ୍ରା। ତ ଯତି ଯୁଗ ଇନ୍ଦ୍ର ଯତୀନ୍ଦ୍ର, ଅତି ଯୁଗ ଇବ ଅତୀବ। ଦେଖୁଥିବେ ଏଥିରେ ଦୀର୍ଘ ମାତ୍ରା ଲାଗିଯାଇଛି, କାହିଁକି ନା ଅତି ଦେଖୁଥିବ ଅତିରେ କ'ଣ ହେଇଛି ନା ପ୍ରଥମ ପଦର ଶେଷ ବର୍ଣ୍ଣ ତରେ ହର୍ଷେଇ ମାତ୍ରା ଅଛି, ଆଉ ଯୋଗ ପରପଦର ପ୍ରଥମ ବର୍ଣ୍ଣରେ ହର୍ଷେଇ ଅଛି। ତ ଏଇ ହର୍ଷେଇ ଯୋଗ ହର୍ଷେଇ ମିଶିକି କ'ଣ ହେଲା ନା ଦୀର୍ଘାୟୀ ହୋଇକି ଏଠାରେ ଅତୀବ ହୋଇଛି। ପୁଣି ହର୍ଷେଇ ଯୁଗ ଦୀର୍ଘାୟୀ ଆମେ ସବୁବେଳେ ଜାଣିଛେ ଯେ ହର୍ଷେଇ ଯୁଗ ଦୀର୍ଘାୟୀ ପରେ ହର୍ଷେଇ ବା ଦୀର୍ଘାୟୀ ଥିଲେ ଦୁହେଁ ମିଶି ଦୀର୍ଘାୟୀ ହୁଅନ୍ତି। ତ ଦେଖିପାରୁଥିବେ ହର୍ଷେଇ ଯୁଗ ଦୀର୍ଘାୟୀ, ଏଠାରେ ଦୀର୍ଘାୟୀ ହେଇଛି। ପରିଯୁଗ ଇଚ୍ଛା ପରୀକ୍ଷା, ମୁନିଯୁଗ ଈଶ୍ୱର ମୁନୀଶ୍ୱର, ଦୀର୍ଘାୟୀ ଯୁଗ ଇ ଦୀର୍ଘାୟୀ। ଦେଖୁଥିବେ ମହିଯୁଗ ଇନ୍ଦ୍ର ମହୀନ୍ଦ୍ର, ଶଚୀଯୁଗ ଇନ୍ଦ୍ର ଶଚୀନ୍ଦ୍ର, ମହିଯୁଗ ଈଶ୍ୱର ମହୀଶ୍ୱର, ଅବନୀଯୁଗ ଈଶ ଅବନୀଶ। ଆଗକୁ ବଢ଼ିବା। ତ ଏବେ ଦେଖିବା ହର୍ଷ ବା ଦୀର୍ଘ ଉପରେ। ଏଇଟା ଦେଖୁଥିବେ ହର୍ଷ ବା ଦୀର୍ଘ ଉପରେ, ହର୍ଷ ବା ଦୀର୍ଘ ଥିଲେ ଦୁହେଁ ମିଶି କ'ଣ ହୁଅନ୍ତି ଦୀର୍ଘ ହୁଅନ୍ତି। ମେନ୍ ପଏଣ୍ଟ ଏଇଟା ମନେ ରଖିବା ବହୁତ ଜରୁରୀ, କାହିଁକି ନା ସ୍ୱର ସନ୍ଧି ଚିହ୍ନିବାର ଗୋଟିଏ ମାତ୍ର ଉପାୟ ଏଇଟା। ଆପଣ ଏଇ ସୂତ୍ରଟି ଯଦି ମନେ ରଖୁଛନ୍ତି ତାହେଲେ ଆପଣ ଜାଣିଯିବେ ଆଗକୁ କ'ଣ ହେବ। ଏବଂ ମୋର ମତ ହେଉଛି ଆପଣ ପିଲାମାନେ ସମସ୍ତେ ବୁଝିବା କଥା। ଯେମିତି ହର୍ଷ ଯୋଗ ହର୍ଷ ଦୀର୍ଘ, ମୁଁ ଆଗରୁ କହିଛି, ଏଠାରେ ଲେଖା ହେଇଛି ମଧ୍ୟ ହର୍ଷ ବା ଦୀର୍ଘ ଉପରେ। ହର୍ଷ ବା ଦୀର୍ଘ ଥିଲେ ଅର୍ଥାତ୍ ପ୍ରଥମ ବର୍ଣ୍ଣର ପ୍ରଥମ ପଦର ଶେଷ ବର୍ଣ୍ଣ ଏବଂ ପରପଦର ପ୍ରଥମ ବର୍ଣ୍ଣର ଯଦି ହର୍ଷ ବା ଦୀର୍ଘ ଥିଲେ ଦୁହେଁ ମିଶି କ'ଣ ହେବେ ଦୀର୍ଘାୟୀ ହେବେ। ତ ସବୁ ଜାଗାରେ ଏମିତି ହେବ। ଯଦି ହର୍ଷ ବା ଦୀର୍ଘ ଉପରେ ହର୍ଷ କିମ୍ବା ଦୀର୍ଘ ଥିଲେ ଦୁହେଁ ମିଶି ଦୀର୍ଘାୟୀ ହେବେ। ଦୀର୍ଘ ହେବେ। ସୁଯୁଗ ଉକ୍ତି ସୁକ୍ତି, ସାଧୁ ଯୁଗ ଉଦ୍ୟମ ସାଧୁଦ୍ୟମ, ସାଧୁ ଯୁଗ ଉପଦେଶ ସାଧୁପଦେଶ। ଦେଖୁଥିବେ ଏଠାରେ ଦୀର୍ଘ ମାତ୍ରାଟା ଲାଗିଛି। ସିନ୍ଧୁ ଯୁଗ ଉର୍ମି ସିନ୍ଧୁର୍ମି, ଲଘୁ ଯୁଗ ଉର୍ମି ଲଘୁର୍ମି, ବଧୂ ଯୁଗ ଉକ୍ତି ବଧୂକ୍ତି। ପରେ ଭୂ ଯୁଗ ବୃଦ୍ଧ। ଅ ବା ଆ ପରେ ହର୍ଷେଇ ବା ଦୀର୍ଘାୟୀ ଥିଲେ ଦୁହେଁ ମିଶି ଏ ହୁଅନ୍ତି। ଏ ଧ୍ୱନିଟି ଏକାର ମାତ୍ରାରେ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ। ଯେମିତି ଶୁଭ ଯୁଗ ଇଚ୍ଛା, ଭରି ଦେଖୁଥିବେ ଶୁଭେଚ୍ଛା। ସୁର ଯୁଗ ଇନ୍ଦ୍ର ସୁରେନ୍ଦ୍ର, ଅର୍ଥାତ୍ ଅ ଆଉ ହର୍ଷେଇ ମିଶିକି କ'ଣ ହେବେ ନା ଏ ହେବେ। ତ ଏଠାରେ ଇମ୍ପୋର୍ଟାଣ୍ଟଟା ଦେଇଥିବେ ଅ ବା ଆ ପରେ ହର୍ଷେଇ ବା ଦୀର୍ଘାୟୀ ଥିଲେ ଦୁହେଁ ମିଶି ଏ ହୁଅନ୍ତି। ଦେଖୁଥିବେ ଅଯୁଗ ଦୀର୍ଘ ସମାନ ଏ, ଗଣ ଯୁଗ ଈଶ ଗଣେଶ,